ସମସ୍ତେ କେମିତି ଅଛନ୍ତି କଣ କରୁଛନ୍ତି? ଆପଣମାନଙ୍କୁ ସୁନୁନିଆ ଏକ୍ସପର୍ଟ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ସ୍ୱାଗତ କରନ୍ତୁ, ସମସ୍ତେ ଭଲ ଥାଆନ୍ତୁ। ଚାଲନ୍ତୁ ଆଜି ମୁଁ ଆପଣମାନଙ୍କ ସହିତ ବହୁତ ଭଲ ବ୍ରେକଫାଷ୍ଟ ଆପଣମାନଙ୍କ ସହିତ ସେୟାର କରିବି। ଆଉ ଯେଉଁଟା ହେବ ଦହି, ସୁଜି ଆଉ ଆଳୁ। ଆଉ ଏଇ ଯେଉଁ ମିଶ୍ରଣଟା ବହୁତ ଟେଷ୍ଟ ଲାଗେ। ଆଉ ଆପଣମାନେ ଏଇଠି କରିକିରି 2-3 ଦିନ ବି ରଖିପାରିବେ। ଯେତେବେଳେ ଇଚ୍ଛା ହେବ ଆପଣମାନେ ଇଏ କରିକି ଖାଇପାରିବେ। ତ ଦେଖନ୍ତୁ ଏବେ ଷ୍ଟାର୍ଟ କରିବା। ତ ମୁଁ ଅବିକା ଏଇ ଯେଉଁ ଗ୍ରାଇଣ୍ଡରରେ ଯେଉଁ ସୁଜି ଯେଉଁ ଗ୍ରାଇଣ୍ଡିଙ୍ଗ କରୁଛି, କାହିଁକିନା ମୋ ସୁଜି ଟିକେ ବଡ଼ ଦାନା ଥିଲା, ତ ସେଥିପାଇଁ ତାକୁ ଟିକେ ଗ୍ରାଇଣ୍ଡିଙ୍ଗ କରିଦେଲି। ଆଉ ଆପଣମାନଙ୍କ ପାଖରେ ଯଦି ପତଳା ଦାନା ସୁଜି ଥିବ ତାହେଲେ ଗ୍ରାଇଣ୍ଡିଙ୍ଗ କରିବା ଦରକାର ହେବ। ତ ଏଇଠି ମୁଁ ଦେଖୁଛି ପୁରା ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ତାକୁ ଏବେ ସାଇଡ଼ରେ ରଖିକିରି ଏଇ ଯେଉଁ ଆଳୁ ଯେଉଁ ଦେଖୁଛନ୍ତି, ଅବିକା ଆଳୁକୁ ଭଲ ଭାବରେ ଏବେ ଚୋପା ଛଡ଼େଇ ଦେବି। ତାକୁ ଚୋପା ଛଡ଼େଇକିରି ଭଲ ଭାବରେ ଆଗେ କ'ଣ କରିବା, ଧୋଇଦେବି। ତ ଚୋପାକୁ ଛଡ଼େଇଲା ପରେ ଟିକେ ପ୍ରେସର ଦେଇକି ଟିକେ ଛଡ଼େଇବାକୁ ପଡ଼ୁଥିଲା। ତ କାହିଁକିନା ଏଥିରେ ଟିକେ ଛଡ଼େଇଲା ବେଳକୁ ଟିକେ ହେଉନଥିଲା, ତ ସେଥିପାଇଁ ଚାଲନ୍ତୁ ଛଡ଼େଇ ବି ହେଇଗଲା। ତାପରେ ତାକୁ ଭଲ ଭାବରେ ଧୋଇ ସାରିଲା ପରେ ଆଳୁକୁ ଅବିକା ଗ୍ରେଟ୍ କରିଦେଉଛି। ତ ଏମିତି ଗ୍ରେଟ୍ କରିଦେଲେ ବହୁତ ଭଲ ହେବ। ଆଉ ପୁରା ପତଳା ପତଳା ବି ରହିବ, ଆଉ ଖାଇଲା ବେଳେ ବି ବହୁତ ଟେଷ୍ଟ ବି ଲାଗିବ। ତ ଦେଖନ୍ତୁ ଏଇ ଷ୍ଟେଜ୍ରେ ମୁଁ ଅବିକା ଦୁଇଟା ଆଳୁକୁ ବହୁତ ଭଲ ଭାବରେ ଗ୍ରେଟ୍ କରିଦେଇଛି। ଆଉ ତାକୁ କରିସାରିଲା ପରେ ଏଇ ଯେଉଁ ଆଳୁକୁ ଅବିକା ଆମେ କ'ଣ କରିବା, ପାଣିରେ 2-3 ଥର ଭଲ ଭାବରେ ଧୋଇବା। କାହିଁକିନା ଏଇ ଯେଉଁ ଧଳା ଅଂଶ ଯେଉଁ ବାହାରୁଛି, ସିଏ ଯେତେବେଳେ ଆମେ ଦହି ଆଉ ସୁଜି ଦେହରେ ଯେଉଁ ମିଶାଇବା, ଆଉ ଏଇ ଯେଉଁ ମସିଆ ପାଣି ବାହାରିବନି। ସେଥିପାଇଁ ଆକୁ 2-3 ଥର ଆଗେ ଭଲ ଭାବରେ ଆଗେ ଧୋଇଦେବା। ତ ଭଲ ଭାବରେ ଧୋଇ ସାରିଲା ପରେ ତାକୁ ଆମେ ଗୋଟେ ଜାଗାରେ ଛଣାରେ ଛାଣିକି ରଖିବା। ତ ଦେଖନ୍ତୁ ଏଇ ଯେଉଁ ଛଣା ଅବିକା ମୁଁ ଆଣିକି ରଖିଦେଲି। ତ ଭଲ ଭାବରେ ଏବେ ଧୋଇ ସାରିଲା ପରେ ତାକୁ ମୁଁ ଅବିକା ପୁଣି ଆଉ ଟିକେ ଭଲ ଭାବରେ ହାତରେ ଧୀରେ ଧୀରେ ମକଚିକି ପୁଣି ଧୋଇକିରି ତାକୁ ଭଲ ଭାବରେ 2 ହାତରେ ଚୁପୁଡ଼ିକି ଏଇ ଛଣା ଦେହରେ ରଖିଦେବି। ଆଉ ଯେତିକି ତାର ପାଣି ଥିବ ସେ ପାଣି ସବୁ ନିଗିଡ଼ିଯିବ ଭଲ ଭାବରେ। ଆଉ ପାଣି ନିଗିଡ଼ି ଗଲେ ତାର ଭଲ ହେବ। ଆଉ ପାଣି ଯଦି ଟିକେ ରହିଗଲେ ଟିକେ ବ୍ୟାଟରଟା ଟିକେ ଆଗକୁ ଟିକେ କାମ ଦେବନି, ତ ଚଳିବ ଅଳ୍ପ, ତଥାପି ବେଶୀ ପାଣି ରହିଲେ ବି ବହୁତ ଭଲ ହେବନି। ତ ସେଥିପାଇଁ ଟିକେ ଦେଖିକି ଟିକେ ଜମା ପାଣି ରଖିବିନି। ତ ଦେଖନ୍ତୁ ତାକୁ ରଖିକି ଅଲଗା ରଖିଦେଲି। ତ ଆଉ ଗୋଟେ କଂସା ଗୋଟେ ନେଇଲି, ତାରି ଦେହରେ ଅବିକା କ'ଣ କଲେ, ଯେଉଁ ସୁଜିକି ଯେଉଁ ଗ୍ରାଇଣ୍ଡିଙ୍ଗ କରି ରଖିଥିଲି ସେ ସୁଜିକି ବାହାର କରିଦେଲି। ଆଉ ଏଇ ଜାଗାରେ 1 କପ୍ ସୁଜି, 1 କପ୍ ଦହି ଆଉ ଆଳୁ ଦୁଇଟାକୁ କ'ଣ କଲେ ଭଲ ଭାବରେ ମିକ୍ସ କଲି। ଯଦି ଆପଣମାନଙ୍କ ପାଖରେ ଦହି ଯଦି ଖଟା ଥିବ ତାହେଲେ ଦହି ଏଇ ଜାଗାରେ ପୁରା ହାଫ୍ ନେବେ। ତ ମୋର ଏଠି ଫ୍ରେଶ୍ ଦହି ଥିଲା, ତ ଖଟା ନଥିଲା, ସେଥିପାଇଁ ମୁଁ 1 କପ୍ ଭଳିଆ ନେଇଛି। ଆଉ ଯଦି ଖଟା ଦହି ଆପଣଙ୍କର ନଥିବ ତ ସେଥିପାଇଁ ସେଇ ଜାଗାରେ ଆପଣମାନେ ହାଫ୍ ନେଇପାରିବେ। ତ ଦେଖନ୍ତୁ ବହୁତ ଭଲ ଭାବରେ ଅବିକା 3ଟା ଯାକକୁ ଭଲ ଭାବରେ ଆମେ ମିକ୍ସ କରିଦେବା। ତ ଦେଖନ୍ତୁ ବହୁତ ଭଲ ଭାବରେ ଏବେ ମିକ୍ସ କରିସାରିଲା ପରେ ତା ଦେହରେ ଅବିକା ସ୍ୱାଦ ଅନୁସାରେ ଏବେ ଲୁଣ ବି ପକେଇଦେଲି। ଆଉ ଲୁଣକୁ ବି ପକେଇକିରି ତାକୁ ପୁଣି ଆଉ ଟିକେ ମିକ୍ସ କରିଦେବା ଭଲ ଭାବରେ। ଆଉ ଭଲ ଭାବରେ ମିକ୍ସ କରିସାରିଲା ପରେ ତାକୁ ସାଇଡ଼ରେ ରଖିଦେଇକିରି ତା ଦେହରେ ଯେଉଁ ସବୁ ପକେଇବା ତାକୁ ଏବେ ରେଡ଼ି କରିବା। ତ ଦେଖନ୍ତୁ ଅବିକା ଟମାଟର ଦେଖୁଛି, ତ ଟମାଟରଟା ଯେଉଁ ପକେଇବା, ଟମାଟର ଭିତର ଅଂଶ ଯେଉଁ ମଞ୍ଜିରେ ଥାଏ ସେଗୁଡ଼ା ପୁରା ଧୋଇକି ଅଲଗା କରିଦେଇଥିଲି। ତ ଏଇ ଜାଗାରେ ମୁଁ ଅବିକା କାଟି ଦେଇଛି ସବୁ ଯେତିକି ମୋର ଦରକାର ତା ଦେହରେ ପକେଇବି। ତ ଦେଖନ୍ତୁ ଗାଜର ଛୋଟ ଛୋଟ କରି କାଟିଛି, ବିଲାତି, ପିଆଜ ଆଉ ଲମ୍ବା ଲମ୍ବା କରିକି ଅଦାକୁ ମୁଁ କାଟିଛି। ଆପଣମାନଙ୍କ ପାଖରେ ଯଦି ଆମ୍ବ କଷି ଅଦା ଥିବ ତାହେଲେ ପକେଇ ପାରିବେ, ବହୁତ ଟେଷ୍ଟ ଲାଗିବ ଆମ୍ବ କଷି ଅଦା ବି ପକେଇଲେ। ତ ଆମ୍ବ କଷି ଅଦା ମୋ ପାଖେ ନଥିଲା, ତ ସେଥିପାଇଁ ମୁଁ ପ୍ଲେନ୍ ଅଦା ପକେଇଛି, ଲମ୍ବା ଲମ୍ବା ପକେଇଛି। ଆଉ ତାପରେ ଦେଖନ୍ତୁ ଆଗକୁ ଆହୁରି ବି ଭଲ ଭଲ ଜିନିଷ ପକେଇବା, ଯୋଉଟାକି ଏଇ ଯେଉଁ ବ୍ରେକଫାଷ୍ଟଟାକୁ ଆହୁରି ଟେଷ୍ଟ କରିବ। ତ ଦେଖନ୍ତୁ ଏଇ ଷ୍ଟେଜ୍ରେ ଏବେ ସବୁ ପକେଇ ସାରିଲା ପରେ ଜିରା ପକେଇଲି 1 ଚାମଚ। ଜିରା ପକେଇ ସାରିଲା ପରେ ତା ଦେହରେ ଟିକେ ଜଷ୍ଟ ହଳଦୀ ପକେଇଲି। ଦେଖୁଛନ୍ତି ଛୋଟ ଚାମଚ ଅଛି, ତ ସେଇ ଅନୁସାରେ ମୁଁ ପକେଇଛି। ଆପଣମାନେ ଦେଖିକି ପକେଇବେ, ଜମା ବେଶୀ ପକେଇବେନି, ନହେଲେ ଭଲ ଲାଗିବନି। ତ ଛୋଟ ଚାମଚ ଅଛି ସେଥିପାଇଁ ହଳଦୀ ଅଳ୍ପ ଟିକେ ପକେଇଲି। ତାପରେ ପୁଣି ହାଫ୍ ଚାମଚ ଟିକେ ପାନମଧୁରୀ ପକେଇଲି। ଟିକେ ଏଠି ପକେଇଲି ରେଡ୍ ଚିଲି ପାଉଡର ପକେଇଲି। ତାପରେ ଏଇ ଯେଉଁ ପକଉଛି ଏଇଟା ହେଉଛି ଧଳା ରାଶି। ତ ଜାଣିଥିବେ ଏବେ ଶୀତ ଦିନ, ଧଳା ରାଶି ପକେଇକି ଏବେ କଲେ ବହୁତ ଟେଷ୍ଟ ଲାଗେ। ତ ଧଳା ରାଶି ପକେଇଦେଲି। ଧଳା ରାଶି ପକେଇ ସାରିଲା ପରେ ତା ଦେହରେ ଜୁଆଣିକୁ ବି ଟିକେ ପକେଇଲି, କାହିଁକିନା ଜୁଆଣି ପକେଇଦେଲେ ଆପଣଙ୍କର ପେଟ ବି କିଛି ଖରାପ ହେବନି, ଆଉ ହଜମ ବି ବହୁତ ଜଲ୍ଦି ହେଇଯିବ। ଆପଣମାନେ ଜାଣିଥିବେ ଜୁଆଣିର କେତେ ପ୍ରକାର କାରିଗର ଅଛି, ତ ସେଥିପାଇଁ ଜୁଆଣି ଟିକେ ହାତରେ ଟିକେ ଘଷି ଦେଇକିରି ତାକୁ ପକେଇଲି। ତ ଭଲ ଭାବରେ ଅବିକା ସବୁକୁ ମିକ୍ସ କରିଦେବା। ତ ଦେଖନ୍ତୁ ମିକ୍ସ କରିକିରି ତାକୁ ଅବିକା ମୁଁ ଛାଡ଼ିଦେବି 20-25 ମିନିଟ୍ ପାଇଁକା।
देखो मोर 20-25 मिनिट पर अबिका देखौछि बैटरटा केते सुंदर पूरा मिक्स हो जाइए आ जदि अलगा जदि किसी भी सब्जी पकेबे तो ता पानी बाहरे तो एथिरे मु जस्ट अल्प अल्प पकेदेली तो बेसी पानी बाहर नदेली तो ए स्टेज मु अबिका बेकिंग सोडा देइकिरी ता देहरे मु अबिका कौन कली पानी मु देली तो टिके ये करबा बैटरटा जमि टिके तावा देहरे टिके भल भाबरे हबा तो ताको गोळेकी रखि सारा पर तावा को भल भाबरे आगे गरम कर देती पानी पकेकी ताको आगे चाड़िए करदेगी भलसे पोची सारा पर से बैटर को अबिका पकेदेली भल भाबरे गोटे चामच पकेकी धीरे 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 चाड़िए को पूरा गोल पूरा जेतिकी दरकार तो मझे मोटा अंश रखिबेनी तो पतला ही हम ये जिनस तो ताको धीरे धीरे चाड़िए पके सारिकी अब ये स्टेज सोरिष तेल भी पकेदेबा और बहुत भल भाव उठी भी जीव खाइबा भी बहुत टेस्ट भी लगे तो देखो चारिकर पकेदेली चारिकर पके सारा पर अबे मु कौन करी किसी समय आम घोड़े देकर घोड़े सारा काढ़ी देखो बहुत बढ़िया कलर भी उपट सपट कर सारापर जो जो घोड़े घोड़णी काढ़ी जो उल्टेबे प्रेस कर देते जो उल्टे देवे ना तो ऊपर पटटा जो तल पटक जीव प्रेस कर बाहर कले कि समय पुणी घोड़े भी छाड़देवे तो देखो ना बाहर कर सारा के सुंदर देखा जाऊँगी पुणी चलते आ गए नेक्स्ट भी पुणी आ गए देखी दूसरी आपण मान सागर तो देखो पुणी आउ थे गोटे पकेली ताकू भी सही भाया करवा धीरे 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 करके चारिया स्प्रेड करदे स्प्रेड करके फेणी आउ थे पुणी सोरिष तेल भी पकईदे चारिया कर तेल टिके बहुत भल भाव देले यहाँ बहुत भल भाव उठिबो ताकू देखो ना पूरा चारिकर बहुत भल भाव भी देदेली अब पुणी आउ थे घोड़े देवी तो ये जिनस घोड़े कले कौन हम ना से भीतर अंशटा भल भाव जल्दी सीझी भी जीव आउ सुजीटा अच्छे तो से तो देखो ये स्टेज भी बहुत भल भाव होता घोड़े काट सारा देखो आराम से उठीगला ऊपर जो तेल जो देदेले पिठा काले चाड़िया करदे आ देखो ये जो जमी कहले टे प्रेस करदे प्रेस करदे कौन हम जो जो जगह टिके भी धर मोटाଳିଆ भी थी से जगह भी पुणी पतला पतला हो मोटा अंश रही तो पुणी आकू कर पुणी तेल भी पुणी टिके देदेबा चारिकर तेल दे सारिकी पुणी किसी समय छाड़देवा तो यही ही आपण मैंने खाइबे आकू रखी भी 2-3 दिन रखी भी खाइबे जिते इच्छा हम चाह सागर भी खाईपर सका ब्रेकफास्ट भी खाईपर जलिखा भाया तो चलते पुणी आ गए नेक्स्ट वीडियो देखा रोचे बाय हाँ मो चैनल को शेयर सब्सक्राइब लाइक भी करदे आमती कौन लगे कमेंट भी जनइबे आमती भल भल भिड आपण सहित आसुव भी आपण मानक भल लगुच प्लीज मो चैनल को टिके शेयर करेंगे सांग साथी फैमिली मान सहित तो चलते रोचे बाय।